हेलो हेलो। भाई। हाँ भौणी कुह। भୁଲିगଲ ପୁରା ଭଉଣୀକୁ ଆଉ ପଚାରୁନ। କୋଉଠି ଭୁଲିଗଲି ମ? ସେଦିନ ତ ତମ ଘରକୁ ଯାଇଥିଲେ, ପାଖକୁ ଆସିଲନି। ହଁ। ପାଖକୁ ଆସିଲିନି, ପରିସ୍ଥିତିଟା ସେଇଆ ଥିଲା ନା। ନହେଲେ ମୁଁ କଣ ତମ ପାଖରେ ସେ ମିଶି ହେଇ ହସି ହେଇକି ବସିବାକୁ ଚାହୁଁଥିଲି। ଖାଲି ଆସିଲ, ଖାଲି ହାତଟା ନେଇକିରି ଦୁଧରେ ବଜେଇଦେଲ, ପଳେଇଲ ମତେ ଗରମ କରି। ହଁ କଣ କରିବା ଆଉ, ସମସ୍ତଙ୍କ ଆଗରେ କଣ ଅଧିକ କିଛି କରିହବ। ସେଇଥିପାଇଁ ଟିକେ ହାତ ମାରିକି ପଳେଇଲି ଆଉ। ଡ୍ରେସ୍ ଉପରୁ ବଜେଇ ଦେଲେ କଣ ହବ? ଭିତରେ ବଜେଇଲେ ସିନା ମଜା ଲାଗିବ। ହୁଁ। କଣ କରିବା କୁହ, ସମସ୍ତଙ୍କ ଆଗରେ କଣ ସେସବୁ ଜିନିଷ କରିହବ। ସେଥିପାଇଁ ଏକୁଟିଆ ନିରଳା ଜାଗା ଦରକାର ନା। ମଜା ନେଇନି କି କରାହବ। ଆଉ ତମର ମୋର କଣ ମୋ ଟିକେ କଥା ମନେ ପଡୁନି? ମନେ ପଡୁନି ମାନେ, ତମ ଦୁଃଖ କଥା, ବିହା କଥା, ତମର ଓଠ କଥା ସବୁ ମନେ ପଡୁଛି। ଓହୋ, ଏତେ କଥା ମନେ ପଡୁଛି। ଆଉ ତମର କଣ ମୋ କଥା ମନେ ପଡୁଛି? ମୋର ପା ତମର ସେଇ ମୋଟା କଦଳୀ ଆଉ ଯୋଉ ଗୋଲ ଗୋଲ ଲେମ୍ବୁ। ଆଉ ଯୋଉ ମୋ ମୁଁ ସେ କଥା ମନେ ପଡୁନି? କଣ କହିଲ? ହୁଁ? ଆଉଥରେ ହ୍ୟାଲୋ। ଶୁଭିଲାନି। ହୁଁ। ନା ମ, ମୋ ବାଙ୍ଗଡା ଯୋଉ ସେଦିନ ହାତରେ ଧରିଥିଲା ମନେ ପଡୁନି? ସେଇ କଥା କହିଲି ପା, ତମର ସେ ଯୋଉ ମୋଟା ମସଳିଆ ବାଣ୍ଡ। ଓଃ, ତା ହାତ ଧରିଲାକୁ ଦେହ ହାତ ଯେମିତି କରେଣ୍ଟ ଲାଗି ଯାଉଥାଏ। କରେଣ୍ଟ ଲାଗିଗଲା? ଆଉ ହାତରେ ଧରି ହାତ ଦେହ ମାରି ସାରା ପୁରା କରେଣ୍ଟ ଖେଳି ଯାଉଛି କି ଆଉ। ହାତ ମାରିବାକୁ ଯଦି କରେଣ୍ଟ ଲାଗିଲା, ଆଉ ହୁଁ। ତମ ଦେହ ଭିତରେ ଯଦି ପଶିବ କଣ ଲାଗିବ? କଣ ଲାଗିବ, ପୁରା 11 କେଭିରେ କରେଣ୍ଟ ଖାଇଲା ଭଳିଆ ଲାଗିବ ମତେ ଲାଗୁଛି। ଖାଲି ଭିତରେ ଗଲେ ଖାଲି ନାଳ ହିଁ ବାହାରିବ ନା? କଣ କହିଲ? ବାଣଟା ଯଦି ବିହା ଭିତରେ ବସିବ, ଖାଲି ପାଣି ହିଁ ବାହାରିବ ନା? ହଁ, ଖାଲି ପାଣି ମାନେ ଭସ ଭସ ଖାଲି ବାହାରିବ ପୁରା। ଆଚ୍ଛା। ହୁଁ। ଆଉ ରହିହବ ନା ଆଉ, ଏତେ ମୋଟା ଜିନିଷଟା ଭିତରେ ପଶିଲେ। ଏତେ ମୋଟା କେମିତି କଲ ମତେ ଟିକେ ସେଦିନ କହିଲ? ସେଦିନ ତ ପୁରା ମୋ ଗରମ, ସେଦିନ ଯୋଉ ମୋର ବାଣ୍ଡରେ ହାତ ମାରିଦେଲ। ହୁଁ। ମୋର ପୁରା ବାଣ୍ଡଟା ସେଇଦିନଠୁ ଆଉ ଦବିକି ରହୁନି, ଖାଲି ପୁରା ମାନେ ଖାଲି ଠିଆ ହେଇକି ରହୁଛି। ସେଦିନଠୁ ଖାଲି ଠିଆ ହେଇକି ରହୁଛି ନା? ହାତ ବାଜି ଯାଇଛି ଆଉ, ହଁ ପୁରା ହିଟ୍ ହେଇଯାଇଛି ଆଉ। ମାନେ ବିଶ୍ୱାସ କରିବନି, ଖାଲି ଠିଆ ହେଇକି ରହୁଛି। ମତେ ଲାଜ ମାଡୁଛି କୁଆଡେ ଯିବା ପାଇଁ, ଖାଲି ପୁରା ଠିଆ ହେଇକି ରହୁଛି। ହଁ ନା? ମୁଁ ହେଲେ ଏଥର ତାପରେ ତମେ କେତେବେଳେ ସେ ବାଣ୍ଡ ଉପରେ ଆସି ତମ ଦିହଟା ପୁରେଇକି ବସିବ, ସେ ଶାନ୍ତ ହବ। ସେଇ କଥା କହୁଛି ପା, ମୁଁ ଯେତେବେଳେ ଦେଖା ହବା, ମୁଁ ତାକୁ ଏକା ବେଳେ ହୁଁ। ବୁଝେଇ ସୁଝେଇ ଶାନ୍ତ କରିଦେବି ଗେହ୍ଲା କରିକି। ଆଚ୍ଛା, ହଉ। ପୁରା ଶାନ୍ତ କରିଦବ ତ? ପୁରା ଶାନ୍ତ କରିଦେବି, ମାନେ ପୁରା ଛୁଆଙ୍କ ଭଳିଆ ଶୋଇ ପକେଇବି ତାକୁ। ମାନେ କୋଉଠି? ମାନେ ପାଟିରେ ପୁରେଇକି ନା ଦେହରେ ପୁରେଇକି ନା କୋଉଠି? ସବୁଆଡେ, ଭେରାଇଟି। ସବୁଆଡେ? ହୁଁ, ହଉ। ପୁରା ଶାନ୍ତ କରିଦେବି, ପୁରା ଶାନ୍ତ। ପୁରା ଶାନ୍ତ କେମିତି ହବ, ସବୁଆଡୁ ମଜାଟା ଉଠେଇଲେ ତ? ସେ କଣ ଏତେ ଶୀଘ୍ର ଶାନ୍ତ ହବ? ଯେତେ ଯାଏଁ ସେ ତା- ଚାହିଁବ, ସେତେ ଯାଏଁ ତାକୁ ଶାନ୍ତ କରାଯିବ। ତାକୁ ଶାନ୍ତ ହବା ପାଇଁ ମିନିମମ୍ 3 ରାତି 2 ଦିନ ଲାଗିବ। 2 ରାତି 2 ଦିନ ହଉ, କିଏ ମନା କଲା। 2 ରାତି 2 ଦିନ ପୁରା ଚାଲୁଥିବ। ଆଉ ମୋ ବାଣ୍ଡରେ ମହୁ ପକେଇକି ପାଟିରେ ପୁରେଇବ ନା ଖାଲି ସେମିତି? ଯେମିତି ତମ ପସନ୍ଦ ହବ, ଯେମିତି ସେ ଶାନ୍ତ ହବ। ଆଉ ମୁଁ ମୁଁ ସେମିତି ସେ ମୁଁ ଆଉ ମୁଁ ତ ତମ ଦିହରେ ଖାଲି ମହୁ ପକେଇବି, ଆଇସ୍କ୍ରିମ ପକେଇବି, ଚକୋଲେଟ ପକେଇକି ଖାଲି ଛାଟିଦେବି। ଓହୋ, ଚକୋଲେଟ ମୋର ବହୁତ ପସନ୍ଦ। ମୁଁ ଚକୋଲେଟ ସିରପ ପକେଇବି। ମହୁ ମତେ ଏତେ ହଁ ଭଲ, ଚକୋଲେଟ ସିରପ। ଚକୋଲେଟ? ହୁଁ, ଚକୋଲେଟ ସିରପ ଟା। ହଁ, ଚକୋଲେଟ ସିରପଟା ପକେଇକି ଖାଲି ତାକୁ ଚାଟି ନେବି ଗୋଟେ କଡ ଆଡୁ। ମୁଁ ବି ଚକୋଲେଟ ସିରପ ପକେଇ ଚାଟିବି ପୁରା। ଉଫ୍, ପୁରା ମଜା। ମାନେ ଆଜି ଯାଏଁ କଣ କେହି ହେଲା? ଆଜି ଯାଏଁ ଆଁ ତମର କେହି ଏତେ ଚାଟି ନଥିବେ, ମୁଁ ଯେତେ ଚାଟିବି।
ହୁଁ, ପୁରା ଆଉ କଣ କୁହ? ମାନେ ଆଉ ହଁ ପୁରା ଗୋଟା ସମ୍ପର୍କ ବସିକି ପୁରା ହୁଁ। ଆଉ ଭଉଣୀ ହଁ ଭଉଣୀ ମ ହଁ କହ ମ ଆଉ ଆଉ କେମିତି କଣ କରୁଛ? ଆଉ ଭାଇ କଥା ତ ମନେ ପକଉନ। ମନେ ପକଉନି ଭାଇକି ଟିକେ ୟାଦ କରୁନ। ଆଗର ମନେ ଭଳିଆ ଆଉ ନାହିଁ ଆଉ ଟିକେ ପଢାପଢିରେ ବ୍ୟସ୍ତ ହେଇଯାଇଛ ବୋଧେ ଆଉ। ମନରେ ସବୁମାନେ ମନରେ ଥାଆନ୍ତି ମନେ ପକେଇବା କଣ ଦରକାର ସେ ମନରେ ହିଁ ଅଛି ନା ଜାଗା କରିକି ପୁରା ବିଲ୍ଡିଂ କରିକି ଅଛି। ଆଚ୍ଛା। ହୁଁ। ଆଉ ଭାଇର ଟିକେ ଭାଇର ହାଲତ କଥା ଟିକେ ଚିନ୍ତା କର କେବେ ଟିକେ ଜଲ୍ଦି ଆସ। ନିଶ୍ଚିତ ଭାଇ କଥା ମୁଁ ଚିନ୍ତା କରିବିନି କିଏ କରିବ କହିଲ। ଭାଇଟା ମୋର କେତେ ହ୍ୟାଣ୍ଡସମ୍ ଲମ୍ବା ଚଉଡ଼ା ଡେଙ୍ଗା ଭାଇଟା ମୋର। ତାର ବି ସୁନ୍ଦରିଆ ତା କଥା ମୁଁ ଭାବିବିନି ଆଉ କିଏ ଭାବିବ କହିଲ। ଆଚ୍ଛା ଏତେ ଚିନ୍ତା କରୁଛ ମୋ ପାଇଁ। ଆଉ ଭାଇଟା ମୋର ମତେ ଭଲ ଲାଗିବନି। ମୁଁ ତ ଖାଲି ସୁବିଧା ସୁଯୋଗ ଟିକେ ଖୋଜୁଛି କେତେବେଳେ ଟିକେ ସୁବିଧା ସୁଯୋଗ ମିଳିବ ଭାଇ ପ୍ରତି ଆଚ୍ଛା ଭଉଣୀ ଗୋଟେ ହୁଁ କଥା ପଚାରିବି? ପଚାର। ତମକୁ କୋଉ ପୋଜରେ ଭାଇ ଗେହିଲେ ତମ ବିଏ ଶାନ୍ତ ହବ? ତମର ଭାବିବାକୁ ପସ ଆଁ ଭାବିବାକୁ ପଡିବ। ଭାବିକି ମତେ କହିବ ଟିକେ ମାନେ ଡଗି ପୋଜରେ ନା ବସେଇକି ନା ଶୁଆଇକି ନା ଠିଆ କରିକି ଆଉ କୋଉ ପୋଜରେ ଆଚ୍ଛା ତମ ଦିହ ତ ଏବେ ଅଶାନ୍ତ ହେଇକି ଅଛି ନା ନାଇଁ? ହଁ ହଁ ପୁରା ମାନେ ଅଶାନ୍ତ ମାନେ ଅଶାନ୍ତର ଶେଷ ସିମା। ଆଚ୍ଛା ତ ଶାନ୍ତ କେମିତି ହବ କୋଉ ପୋଜରେ ଗେଇଲେ? କୋଉ ପୋଜରେ ତମ ଭାଇର ମାନ ନବାକୁ ଚାହୁଁଛ ଭିତରକୁ? ମତେ ଲାଗୁଛି ମତେ ନର୍ମାଲ ପୋଜ ଯୋଉଟା ସେଇଟାରୁ ଷ୍ଟାର୍ଟ ହବ। ହେଲା। ନର୍ମାଲ ପୋଜରେ ହୁଁ ମାନେ ତମ ଗୋଡ ଦିଟା ମୋ ଖାନ୍ଦ ଉପରେ ରଖିକି ହୁଁ। ନା ଏମିତି ଗୋଡ ଦିଟା ଛାଡିକି? ଛାଡିକି ତ ମଜା ନା ପୁରା ଛାଡିକି ପୁରା ଅଲଗା କରିଦେଇକି ବସି ପଡିବି। ଛାଡିକିରି ଫାଳିକିଆ ଟା ପୁରା ମାନେ କମଳ ଫାଳଟା ପୁରା ଫାଳ ହେଇକି ରହିବ ଦି ହଁ ସାଇଡ୍ ନା? ହଁ 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 ହଁ। ସେଇ ଫାଳିକିଆ କମଳାରେ ମାନେ ପୁରା ଯେମିତି ଫାଡି ହେଇକି ମୋ ଦାଣ୍ଡଟା ସବୁଥିରେ ପଶିକି ଆହୁରି ପୁରା ଫାଡ୍ କରିଦବ। ହୁଁ ବାସ୍ ପୁରା ଚିରି ହେଇଯିବ। ସେଇ ପୋଜରେ ଗେଇଲେ ତମର ବିଏଟା ଶାନ୍ତ ହବ ନା? ହଁ ସେଇଟା ଫାଷ୍ଟ ଷ୍ଟାର୍ଟିଂ ଟା ସେଇଭଳିଆ କରିବା। ଷ୍ଟାର୍ଟିଂଟା ହୁଁ ତାପରେ ପୋଜ ଚେଞ୍ଜ ହବ ଆଉ ନାଇଁ କି? ଏବେ ଗୋଟେ ଦେଖିଥିଲି ବଢିଆଟେ ସେଟା ଭାରି ପସନ୍ଦ ଲାଗିଲା। ପୁରା କାଖରେ କାଖେଇକି ମାନେ ହଁ ହଁ ତା ଦି ଖୋଳକୁ ହାତ ବସିକି କାଖ କରିଥାଏ ପେଟ କତିରେ। ଆଚ୍ଛା ମୁଁ ଠିଆ ହେବି ତମେ ତମକୁ କାଖେଇବି। ହଁ କାଖ କରିବ କାଖ କରିକି ଆଚ୍ଛା ଏମିତି ମାନେ ଯେମିତି ଆଗ ଆଡୁ ମାନେ ଛାତିକି ଛାତି ଲାଗିବ ଯୋଉଟାକୁ ଯୋଉଟା ଲାଗିବ। ଆଚ୍ଛା ତାପରେ ମୋ ବାଣ୍ଡଟା ତମ ଦିହ ଭିତରେ ପଶିବ। ହୁଁ ମାନେ ଦି ଗୋଡ କତୁରୁ ଦି ଗୋଡ ମିଲେଇକି ହାତ ବସେଇବି ଆଚ୍ଛା ଧରିବ ସେଇ ପୋ ହଁ ହାତ ମିଳେଇ ହଁ ହେଇଯିବ ବାସ୍। ତମେ ମାନେ ଆଚ୍ଛା ଏଠୁ ପକେଇକି ଆଚ୍ଛା ମୋ ହାତ ଦିଟା ତମ ଜଙ୍ଘ ତଳେ ରହିବ। ହଁ ବାସ୍ ସେଟା ଛାଡିଦବ। ଜଙ୍ଘଟା ଫାଡିକିରି ଜଙ୍ଘ ଦିଟାକୁ ଫାଡିକିରି ଧରିବି। ବାସ୍ ଧରିକି ତାପରେ ପକେଇଲ କଷେଇ କାଖିଲ ତାପରେ ମୁଁ ତମକୁ ଭସା ଭସି ମାଡ। ହଁ ବାସ୍ ସେଟା ଏବେ ତମେ ରିସେଣ୍ଟ ଭିଡିଓଟା ମତେ ବହୁତ ମଜା ଲାଗିଲା। ଆଚ୍ଛା ସେମିତି ଭସା ଭସି ତଳେ ପଶିବ ସେ ତାପରେ ହଁ ଗୋଟେ ମୁହଁ ପାଟିକି ଲଗେଇଥିବ ବସିବ ମୁହଁ ଲଗେଇଥିବ ମୁହଁ ଲଗେଇଥିବ ବାସ୍ ବାସ୍। ଆଚ୍ଛା ମୁହଁ ଲାଗୁଥିବ ମୁହଁ ବି କେତେବେଳେ ଜିଭ ଚାପିଥିବ ଏଇଗୁଡା ସବୁ ଏମିତି ନାଇଁ କି? ହୁଁ ହୁଁ ହୁଁ। ଆଚ୍ଛା ତାହେଲେ ତ ବଢିଆ ମତେ ବି ସେଇ ପୋଜଟା ଭଲ ଲାଗେ। ଆଚ୍ଛା ସେଇଟା କରିବା ଆଉ। ଭାବିକି ଅଛି ସେ ଦିଟାଙ୍କ ଷ୍ଟାର୍ଟିଂଟା ଗୋଟେ ଏଇଟା ଏଣ୍ଡିଂଟା ଗୋଟେ ମଝିରେ ତମ ଚଏସ୍ ତମେ ଯାହା ଚାହିଁବ ତମର ପୁଣି ଚଏସ୍ ଅଛି ନା ନାଇଁ? ଆଚ୍ଛା ଭଉଣୀ ହଁ ମୋର ତ ସବୁ ପୋଜ୍ ପସନ୍ଦ ମତେ ତ ତମେ ଯେମିତି କହିଲ ଶୁଆଇକିରି ମାନେ ଫାଷ୍ଟ ପୋଜଟା। ହୁଁ
ତାପରେ ଏଇ ପଦରା ତାପରେ ପଛ ଆଡୁ ଡଗି ଷ୍ଟାଇଲ ରେ ତମେ ଆଣ୍ଠେଇକି ରହିବ ମୁଁ ପଛ ଆଡୁ ଖସା ଖସି ଜୁତ କିଛି ପକେଇ ଦିଏ ହାତରେ ସେ ପଛ ଆଡୁ ଖେଳୁଥିବେ। ହୁଁ। କୁକୁର ମାନେ ଯେମିତି ହୁଅନ୍ତି ସେମିତି ଡଗି ପୋଜ ଜାଣିଛ ତ? ହଁ ହଁ ଦେଖି ଦେଇ ପଛଆଡୁ। ହଁ ସେମିତି ତାପରେ ମୁଁ ବସିବି ତ ମୁଁ ଶୋଇବି ଚିଲେଇକି ତମେ ମୋ ବାଣ୍ଡ ଉପରେ ବସିବ ତମେ ଉଠି ବସ ହବ ଇଆଡେ ଗଜୁରୀରେ ମୁଁ ଚିପିଥିବି ହାତରେ ବାସ୍ ସେଇ ପୋଜ ବାସ୍ ଗୋଟେ। ହଁ ସେଟା ବି ବଢିଆ ହବ ତମେ ତମ ଚିତ୍ପଟା ହେଇ ଶୋଇଥିବ ଦାଣ୍ଡ ହଁ ଉପରେ ଛିଡା ହେଇଥିବ ମୁଁ ହଁ ତା ଉପରେ ବସିକି କାଛେଇବି ଆଉ ତମେ ଦି ହଁ ହାତରେ ବୁଝୁଥିବ ହାତ ଆଉ। ଚୁବୁଥିବି ଇଆଡେ ଟାଣି ଇଆଡେ ଟିକେ ଟାଣି ଦେଇକି ଗୋଟେ କାମୁଡୁଥିବି ସିଆଡେ ହୁଁ ଇଏ ଭିତରେ ବାଣ୍ଡ ପୁରା ଗପା ଗପ ହଉଥିବ। ଓ ପୁରା ବଢିଆ ହେଇଛ। ଆଉ ଗୋଟେ ଭଉଣୀ ଆଉ ଗୋଟେ କଥା ହୁଁ ପଚାରିବି? ହଁ ପଚାର। ତମକୁ ହୁଁ। ହ୍ୟାଲୋ। ହୁଁ। ତମକୁ ମାନେ କଣ୍ଡମ ଲଗେଇକି ଡେଇଁବି ନା ବିନା କଣ୍ଡମ ରେ? କଣ୍ଡମରେ ମତେ ଲାଗେନି ମଜା ଆସିଲା ଭଳିଆ। ବଡିକୁ କଣ୍ଡମରେ ବଡି ଲାଗିବା ଦରକାର ନା ବଡିକୁ ବଡି ମିଶି ହବ। ହଁ ହଁ କଣ୍ଡମରେ ଲଗେଇଲେ ମତେ ବି ମଜା ନାହିଁ। ହୁଁ ସେ କଣ ଗୋଟେ ଜରି ବହତ ତ ସେ ଗୋଟେ ମଜା ଆସିବନି। ହଁ ଏବେ ତ ଘରକୁ ଗଲେ ତ ଭାଉଜଙ୍କ କଣ୍ଡମ ବହୁତ ଇଣ୍ଟରେଷ୍ଟ ଲାଗୁଛି ମ। ଆଚ୍ଛା କାହିଁକି କଣ୍ଡମ କାଇଁ ଲଗଉଛ ଭାଉଜଙ୍କୁ ମନା କରୁଛ? କଣ୍ଡମ ଲଗଉଛି ଏଇଥିପାଇଁ ଯେ ପୁଅ ଛୋଟ ଅଛି ଆଉ ଯଦି କାଳେ ରହିଯିବ। ଓହୋ ଆଚ୍ଛା ଆଚ୍ଛା ଆମର ତ ଗୋଟେ ରୁ ଅଧିକ କରିବା ଇଚ୍ଛା ନାହିଁ। ଆଚ୍ଛା ଆଚ୍ଛା ଭାଉଜଙ୍କ ମଜା ସେଇଥିପାଇଁ ଆସୁଛି ତ? ଆଁ ଭାଉଜଙ୍କୁ ମଜା ଆସୁଛି? ଭାଉଜ? ଭାଉଜଙ୍କୁ ମଜା ଆସୁଛି ନା? ନାଇଁ ସିଏ ବି କହୁଛି ମଜା ଲାଗୁଛି କିନ୍ତୁ କଣ କରିବି ପରିସ୍ଥିତି ସେମିତି କରିବାକୁ ବାଧ୍ୟ କରୁଛି ନା। ଯାହା ଅରିଜିନାଲ ଅରିଜିନାଲ ସେ ଡୁପ୍ଲିକେଟ ଆଉ। ହଁ ସେ ଡୁପ୍ଲିକେଟ କଭର ହେଇଗଲେ ଆଉ କୁଆଡୁ ମଜା ଆସିବ। ବାସ୍ ବାସ୍ ତମେ ତ ଜାଣିପାରୁଥିବ ଆଉ ତମ ମାନଙ୍କର ତମ ମାନଙ୍କ ପାଇଁ ବି କଣ୍ଡମ ଚର୍ମ ସହିତ ଚର୍ମଟା ଯୋଉ ଘର୍ଷଣର ଯୋଉ ସିଂହରଣ ଟା ଆସିବ ସେଇଟା କଣ ହଁ ପ୍ଲାଷ୍ଟିକ ଆସିବ? ସେଇଆ ପା କହିଛନ୍ତି ବଡ ମହାପୁରୁଷ ମାନେ କହିଛନ୍ତି ଚମ ଘୋଷ ନାହିଁ ଦୋଷ। ଆଚ୍ଛା ଯାହା ହଉ ମୁଁ ଆଜି ନୂଆ ଡାଇଲଗ ଶୁଣିଲି ଆଉ ହଁ ଚମ ଘୋଷ ନାହିଁ ଦୋଷ ନା? ଚମ ଘୋଷ ନାହିଁ ଦୋଷ ମନକୁ ମନ ମିଶ ଚମ ଘୋଷ ନାହିଁ ଦୋଷ। ଆଚ୍ଛା ଆଚ୍ଛା ଭଲ ଆଉ ବଢିଆ ଆହୁରି ଅଛି ତାର ଆଉ। 4-5ଟା ଧାଡି ମୋର ଖାଲି ଏଇ 3ଟା ଧାଡି ମନେ ପଡୁଛି। ଆଚ୍ଛା। ଆଉ ଗୋଟେ କଣ କହୁଥିଲି ହୁଁ କହ ଯଦି ମୁଁ ତମକୁ ମାନେ କରେ ହୁଁ ବିନା କଣ୍ଡମରେ ହୁଁ ଆଉ ଯଦି କଣ ହେଲା ମାନେ? କଣ କହିଲ ଉଁ କଣ କହିଲ? ଯଦି ମୁଁ ତମକୁ ବିନା କଣ୍ଡମରେ କରେ ଯଦି ରହିଗଲା ମାନେ? ଦେଖିବା ମେଡିସିନ ଅଛି ଆଉ କଣ। ବାହା ହବ ନା ମେଡିସିନ କଣ କିନ୍ତୁ ମତେ ମଜା ତ ବାହା ହବ କି? ମଜା ତ ମୁଁ ପ୍ରାକୃତିକ ହିଁ ନେବି। ପ୍ରଥମ ଥର କରିବି ତ କଣ୍ଡମ ମଜା ଆସିବ ମତେ କାଇଁ ଲାଗୁନି। ହଉ ଯଦି ରହିଗଲା ମାନେ ବାହା ହେଇଯିବ ମତେ ଆଉ। ବାହା ହେଇଗଲେ ପୁଣି ଭାଉଜ କଣ କରିବେ? ଭାଉଜ ବାଟରେ ତମେ ବାଟରେ। ଦି ଜଣ ସମ୍ଭାଳି ପାରିବ? ହଁ କାହିଁକି ନାଇଁ ସିଏ ସବୁ ମୁଁ କରିବେ ସମ୍ଭାଳି ପାରିବି। ତମେ ଆଡଜଷ୍ଟ କରିପାରିବ କୁହ ମୁଁ ଆଡଜଷ୍ଟ କରିଦେବି। ଆଚ୍ଛା ହଉ କରିବା ଆଉ ହେଲା ଆଉ ଦେଖିଆ। କଣ ହଉଛି ଆଉ ମୁଁ ତ ରାଜି।